ଏଠି ବାବା ଯେଉଁ ମାଛ ଆଣିଥିଲେ ତାକୁ ସଫାସଫି କରି ବାପା କାଟି ଦେଉଛନ୍ତି। ଭଲସେ କାଟିକୁଟି ସାରିଲା ପରେ ଏଠି ତାପରେ ମୁଁ ତାକୁ ନେଇ ଭାଜି ଭୁଜି ଥୋଇଦେବି। ଆଉ ରାତିରେ କାମ ନ ଚାଲିଲେ ସକାଳୁ ଏତେ ପାଲା କିଏ କରିବ? ସେ ଆଇଁଷ ମାଇଁଷ ଏଇଟା ଚାରିଆଡ଼େ ହେବ। ଆଉ ତାପରେ ମୋ ପୁଅ ଯାଇ 100 ଥର ଦେଖୁଛି ତାକୁ, କେତେ ମାଛ କ'ଣ କେଡ଼େ ବଡ଼ ମାଛଟା ମାମା ଦେଖେଇଲୁ। ଖାଇବନି, ଖାଇବାରେ ନାଁ ଗନ୍ଧ ନାହିଁ, କିନ୍ତୁ ସେ ଟିକେ ଯାଇ ଦେଖିବ ଚାରିଆଡ଼େ ଆଇଁଷ ମାଇଁଷ ହେବ। ମୁଁ ଯାଇ ବାପା ତାକୁ କାଟିକୁଟି ସଫାସଫି କରିଦେଲେ ଭଲସେ ମୁଁ ତାକୁ ଗୋଟେ ଭାଜି ଦେଉଛି। ଆଉ ମୁଁ କହିବାକୁ ଗଲେ ମାଛ ବୋଲି ଆମ କେଉଁଝର ମାନେ ଯୋଡ଼ା ସାଇଡ଼୍ରେ ଆମର ସେଇ ବରଫ ଦିଆ ମାଛ ବାବା ଆଣନ୍ତି, ରୋହି ଆଉ ଭାକୁର। ଏପଟେ କଟକ ଭୁବନେଶ୍ୱର ସାଇଡ଼୍ରେ ଆମେ ଯେବେ ଆସିଲୁ ସେଠି ବରଂ ମାଛ ଫାଛ ଖାଉ। ଆମର ତ ପ୍ରବଲି ଆମର ମଟନ୍ ଉପରେ ଫୁଲ୍ ଫୋକସ୍ ଆମର ସମସ୍ତଙ୍କର। ଆଉ ମାଛ ଏତେ ବି ଖାଉନା ଆମେ। ଆଡ଼େ ଟିକେ କେନ୍ଦ୍ରାପଡ଼ା ସାଇଡ଼୍ରେ ବେଶୀ ମାଛ ଫାଛ ଖାଆନ୍ତି। ମୁଁ ଏଠିକି ଆଇଲା ପରଠାରୁ ଟିକେ ମାଛ ହେଇକା ଖାଉଛି କି କ'ଣ। ଆଉ ନହେଲେ ଆମର ମଟନ୍ ଅଛି ତ ଗଲା, ନହେଲେ ନାହିଁ ଚିକେନ୍, ଦେଶୀ ଚିକେନ୍ ପୁଣି। ଆଉ ଏଠି ତ ଦେଶୀ କିନା ଏତେ ମିଳିବାର ସମ୍ଭାବନା ନାହିଁ, କେଉଁଠି ବାଇଚାନ୍ସ ହେଲେ ହେଉଛି, ନହେଲେ ନାହିଁ। ଆଉ ଏଠି ସୋରିଷ ତରକାରୀ ହେଇଥିଲା, ଆମ୍ବୁଲ ବି ପଡ଼ିଥିଲା, ମୋ ପାଇଁ ଆମ୍ବୁଲ ଟିକେ ଥିଲା, ଖାଇଦେଲି। ତରକାରୀଟା ଆକ୍ଚୁଆଲି ଭଲ ଲାଗୁଥିଲା, ମୋତେ ସୋରିଷ ତରକାରୀ ବେଶୀ ଭଲ ଲାଗେ ନା, କିନ୍ତୁ ବେଳେବେଳେ ହେଲେ ସେମିତି ଖାଏ। ଆଜି ମାଛଟା ଭଲ ଲାଗୁଛି ବୋଲି ତରକାରୀଟା ଭଲ ଲାଗିଲା।